ଯୁକ୍ତ 2 ପ୍ରଥମ ବର୍ଷ ଖରା ଛୁଟିରେ ମୁଁ ଘରକୁ ଆସିଥାଏ। ଦିନେ ହଠାତ୍ ରାତିରେ ମୋ ଆଣ୍ଠୁଦ୍ୱୟ ପୀଡ଼ା ହୋଇ ଫୁଲିଗଲା। ପରଦିନ ସକାଳୁ ଛୋଟେଇ ଛୋଟେଇ ଚାଲିଲି। ଏମିତି କିଛି ଦିନ ଛୋଟେଇ ଛୋଟେଇ ଚାଲିଲା ପରେ ପୀଡ଼ା ବଢ଼ିବାରେ ଲାଗିଲା ଏବଂ ଫୁଲା ବଢ଼ିବାରେ ଲାଗିଲା। ମୁଁ ଆଉ ଚାଲିପାରିଲିନି। ପାଖରେ ଥିଲା ମଠକରଳା ମେଡ଼ିକାଲ। ସେ ମଠକରଳା ମେଡ଼ିକାଲକୁ ମୋତେ ନେଲେ। ସେଠି ମୁଁ 14 ଦିନ ରହିଥିଲି। ଡକ୍ଟର କହିଲେ ଆଣ୍ଠୁବାତ, ସେଥିପାଇଁ ଇଞ୍ଜେକ୍ସନ ପ୍ରତ୍ୟେକ ଦିନ 2 ଓଳି ନେବାକୁ ପଡ଼ୁଥିଲା। ପେଣ୍ଡିଓର ଇଞ୍ଜେକ୍ସନ ଭାରି କଷ୍ଟ ଲାଗେ। ସେ କଷ୍ଟ ଭିତରେ ବି ମୁଁ ନିଜକୁ ହାଲକା କରିବା ପାଇଁ କବିତା ଲେଖୁଥିଲି। ଆପଣମାନେ ଜାଣନ୍ତି ତ ମୁଁ କି ଆଗରୁ କବିତା ଲେଖେ। ଭାବନାକୁ ବ୍ୟକ୍ତ କରିବା ପାଇଁ କାଗଜ କଲମ ତ ଦରକାର। କେଉଁଠୁ ଆଣିବି କାଗଜ କଲମ? ପାଖରେ ଝିଅଟି ବେଡ଼୍ରେ ଥାଏ। ତାର କୌଣସି ଇଣ୍ଟରନାଲ ପ୍ରୋବ୍ଲେମ୍ ଯୋଗୁଁ ସେ ମୋ ପାଖ ବେଡ଼୍ରେ ଥାଏ। ଡକ୍ଟର ଦେଖି ଆସିଲେ ମୋତେ ଦେଖନ୍ତି, ତାକୁ ଦେଖନ୍ତି, ଯାଆନ୍ତି। ତା ପାଖକୁ ତା ସାଙ୍ଗମାନେ, କଲେଜ ସାଙ୍ଗମାନେ ଆସନ୍ତି। ତ ତାର କଲେଜ ସାଙ୍ଗମାନଙ୍କୁ ବି ପେପର ଆଉ ପେନ୍ ମାଗିଥିଲି। ଏବଂ ମୁଁ ଏମିତିରେ ଗୋଟେ କବିତା ଲେଖୁଥିଲି। ସେ ସମୟରେ ଡକ୍ଟର ଆସି ପହଞ୍ଚିଗଲେ। ମୋତେ କହିଲେ, କିରେ କ'ଣ ଲେଖୁଛୁ? କାହା ପାଖକୁ ଚିଠି ଲେଖୁଛୁ କି? ପ୍ରେମ ଚିଠି ଲେଖୁଛୁ କାହା ପାଖକୁ? ମୁଁ କହିଲି ନାଇଁ ସାର୍, କିଶୋର ସମୟ ତ, ସେଥିପାଇଁ ଡକ୍ଟର ଭାବିଲେ ଇଏ ବୋଧେ ପ୍ରେମରେ ପଡ଼ିଯାଇଥିବ, ସେଥିପାଇଁ କାହାକୁ ଚିଠି ପିଠି ଲେଖୁଛି ଲୁଚେଇକି। ଡକ୍ଟର ହେଠୁ କହିଲେ ଦେଖା କ'ଣ ଲେଖୁଛି ମୋତେ ଦେଖା। ମୁଁ କହିଲି ସାର୍ କିଛି ନାହିଁ। କହିଲେ ଆରେ ଦେଖା କ'ଣ ଲେଖୁଛି ଦେଖା। ମୁଁ ସାର୍ଙ୍କ ହାତକୁ କାଗଜଟି ବଢ଼େଇଦେଲି। ସେଥିରେ ଲେଖା ଥିଲା, କବିତାର ଶୀର୍ଷକ ଲେଖା ଥିଲା ପିଶାଚ ହାସ୍ପାତାଲର ବାରଣ୍ଡା। ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥିଲା ଡାକ୍ତରଖାନାର ପାରିପାର୍ଶ୍ୱିକ ଏବଂ ରୋଗୀମାନଙ୍କ ଚିତ୍କାର ଏବଂ ଡାକ୍ତର ନର୍ସମାନଙ୍କ ସେବା ଶୁଶ୍ରୂଷା ସବୁକିଛିକି ନେଇକି ସୁନ୍ଦର ଭାବରେ କବିତାଟି ଲେଖା ହେଇଥିଲା। ଡକ୍ଟର ତାକୁ ନେଇ ପଢ଼ିଲେ ଏବଂ ଏତେ ଖୁସି ହୋଇଗଲେ, ସବୁ ଷ୍ଟାଫଙ୍କୁ ନେଇ ପଢ଼େଇଲେ। ତାପରେ ମୋ ପାଖକୁ ଆସିଲେ, କହିଲେ କେଡ଼େ ସୁନ୍ଦର କବିତା ତୁମେ ଲେଖିଛ, ତୁମକୁ ବହୁତ ଧନ୍ୟବାଦ ଦେବା କଥା। କିନ୍ତୁ ଗୋଟେ ଜିନିଷ ମୁଁ ବୁଝିପାରିଲିନି, ଟାଇଟଲଟା କାହିଁକି ପିଶାଚ ହାସ୍ପାତାଲର ବାରଣ୍ଡା ଦେଲେ? ମୁଁ କହିଲି ସାର୍ କାରଣ ଅଛି। ଏଇ ହାସ୍ପାତାଲର ବାରଣ୍ଡା, ଏଇ ହାସ୍ପାତାଲର ବାରଣ୍ଡାରେ କେତେ ରୋଗୀ ଯେ ପଡ଼ି କଷ୍ଟ ପାଉଛନ୍ତି, ସେମାନଙ୍କ ରକ୍ତ ପୁଜ ମାଂସ ଏଇ ହାସ୍ପାତାଲର ବାରଣ୍ଡା କେତେ ଯେ ଶୋଷି ନେଉଛି, କେତେ ଛଟପଟ ହେଉଛନ୍ତି ସେମାନେ ଏଇ ବାରଣ୍ଡାରେ। ତା ଦେଖି ମୋତେ ଲାଗିଲା କି ହାସ୍ପାତାଲର ବାରଣ୍ଡାଟା ଗୋଟେ ପିଶାଚ। ସେଇଥିପାଇଁ ମୁଁ ଦେଲି ପିଶାଚ ହାସ୍ପାତାଲର ବାରଣ୍ଡା। ଡାକ୍ତର ଆହୁରି ଖୁସି ହେଇଗଲେ ଏବଂ କହିଲେ ତୁ ଶୀଘ୍ର ସୁସ୍ଥ ହୋଇଯା। ଆଉ ମୋର ବିଶ୍ୱାସ ତୁ ଦିନେ ଭଲ ଲେଖକ ବା କବିଟେ ହେବୁ। ଅତୀତର ଏଇ କଥା ଗୁଡ଼ିକ ମନେ ପଡ଼ିଲେ ମନଟା ଆପଣା ଛାଏ ଉଲ୍ଲସିତ ହୋଇଯାଏ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ ମୋର ଜୀବନ କାହାଣୀକି ଶୁଣିଥିବାରୁ। ଆପଣମାନଙ୍କୁ ଯଦି ଭଲ ଲାଗୁଥାଏ ତାହେଲେ କମେଣ୍ଟଟିଏ ଦେବେ। ଜୟ ଜଗନ୍ନାଥ।